ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ ହାତ ଧରି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଏହି ନମ୍ବର ସହିତ ତାର ନାମ ଲେଖି ତକିଆ ତଳେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି, ଯେତେ ସୁନ୍ଦରୀ ଝିଅ ହେଇଥାଉ ବା ସୁନ୍ଦରୀ ଭାଉଜ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଦୁନିଆର ସବୁଠାରୁ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ ନମ୍ବର। ଏହି ନମ୍ବର ସହିତ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ନାମ ଲେଖି ତକିଆ ତଳେ ରଖିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯାହା ଚାହିଁବେ ତାହା କରିବ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ରତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣଙ୍କୁ ସେହି ନମ୍ବର ସହିତ ସେ ଝିଅ ବା ବିବାହିତା ନାରୀର ନାମ ଲେଖି ତକିଆ ତଳେ ରଖିବାର ଅଛି। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏପଟେ ଏହି କାମ କରିବେ, ସେପଟେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆପଣଙ୍କ ପାଖକୁ ଆସିବ। ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜ ଆଡ଼କୁ ଆକର୍ଷିତ ହେଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିପାରୁନାହାନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ଆପଣଙ୍କର ସବୁ ଇଚ୍ଛା ପୂରଣ କରୁ, ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର ଇଚ୍ଛାକୁ ପୂରଣ କରିବ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା ନେଇ ଆସିଛି। ନାରୀ ମୋହିନୀ ବଶୀକରଣ ବିଦ୍ୟା ନେଇ ଆସିଛି, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣକୁ ପ୍ରୟୋଗ କରିବେନି। କାହିଁକି ନା ଏହାର କୌଣସି ପ୍ରକାର କାଟ ନାହିଁ। ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। ଯଦି ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଠିକ୍ ଅଛି, ତେଣୁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ଏହି ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣଙ୍କର ବଶୀକରଣ କାମ କରିବ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିଛନ୍ତି। ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିଛନ୍ତି। ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ମୁଁ ଆପଣଙ୍କୁ କିଛି ନମ୍ବର ଶିଖେଇବି। ଆପଣ ଯେଉଁ ଝିଅ ବା ନାରୀକୁ ଭଲ ପାଉଛନ୍ତି ବା ଯାହାକୁ ପଟେଇବାକୁ ଚାହୁଁଛନ୍ତି, ତାର ନାମ ଲେଖି ତକିଆ ତଳେ ରଖିଦେବେ। ତାପରେ ଦେଖିବେ, ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଇଗ୍ନୋର କରୁଥିଲା, ସେ ଝିଅ ନିଜେ ଆସି ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ପଡ଼ିଶା ଘର ଭାଉଜ ବା ବିବାହିତା ନାରୀ ଆପଣଙ୍କୁ ଅଣଦେଖା କରୁଥିଲା, ଭାव ଦେଉନଥିଲା, ସିଏ ନିଜେ ଫୋନ୍ କରିବ, ହାତ ଧରିକି ରୁମକୁ ଡାକିବ, ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, କେମିତି ଆପଣ ନମ୍ବର ସହିତ ସେ ଝିଅ ବା ନାରୀର ନାମ ଲେଖିବେ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା
बेल आइकन को मध्य दबाई दिंतु जहाद्वारा आमे जो भी वीडियो अपलोड करूँ सर्वप्रथमे आपण देखिपारे आउ तार लाभ पाइपारे। वशीकरण करने पूर्वर गोटे छोटिया कथा जानी रखु जेतेबेले आपण काहाकू निज ठारू अधिक भल पाउचंती ता बिना बंची पारिबेनी भाबुचंती सेतेबेले आपण वशीकरण करिपारिबे। जदि केउ लोक बिना कारण रे आपण को हैरान करुची आपणकर घर परिवार उपरे खराब नजर पकाउची एही परि परिस्थिति रे आपण वशीकरण करिपारिबे। काहेकि ना केते थर एमिति हेइथाय कि आमर शत्रु आमठारू पैसा रे आउ शक्ति रे बलवान हेइथाय आउ आमे चाहिकी भी तार किछि करि पारु नाहु। एही परि परिस्थिति रे आपण वशीकरण करिपारिबे। निज शत्रु को हाथ मुठारे रखिपारिबे। निज पसंदर से झील को पटेई पारिबे। पड़िशा घर भाउज ठारू किछि भी काम हासिल करिपारिबे। किंतु एही वशीकरण को आपण भाबी चिंती कि प्रयोग करिबे। तेबे चलंतु जानिबा एही वशीकरण आपण किपरि करिबे। एही वशीकरण करिबा पई आपणकू कौनसी प्रकार सामग्रीर आवश्यक नाही किंबा किछि भी पैसा खर्च करने को पड़बनी। केवल खंडे साधा कागज आनिबे आउ कला रंगर कलम आनिबे जहाद्वारा आपण एही वशीकरण करिपारिबे। प्रथमे आपण कौन करिबे खंडे कागज आउ कलम आनि सारिबा परे भल भाबरे हाथ गोड़ धोईकी एही वशीकरण आरंभ करिबे। मने रखंतु एही वशीकरण विधि को आपण केवल शुक्रवार दिन करिबे। रातिरे सोईबा पूर्वर करिबे। निजर सोईबा सेज उपरे बा सोईबा बिछणा उपरे बसिकी आपण एही वशीकरण करिबे। प्रथमे आपण कौन करिबे दक्षिण दिग को मुह करके बसी पड़िबे जेमिति आपणकू केही देखिबेनी किंबा डाकिबेनी। तापरे कागजरे से झियो बा नारीर नाम लिखिबे आउ ता पाखरे निजर नाम लिखिबे। देखंतु मनेकर आपण जेउ झियो को पटेइबाकू चाहुचंती तार नाम हेउची दीपा आउ आपणकर नाम राजा। तेबे आपण प्रथमे लिखिबे दीपा आउ ता पाखरे लिखिबे राजा। ठीक अछि। एतिकी लिखि सारिबा परे ता तळे आपण 3टी नंबर लिखिबे 786 आउ ता तळे आपण मुस्लिम मंत्र लिखिबे या अल्लाह ला इलाहा रफियो एही मंत्र को लिखिबे। मंत्र लिखि सारिबा परे कागज को भल भाबरे मुड़िकी डाहाण हाथरे मुठेईकी धरिबे आउ आखि बंद करिकी सेई झियो बा नारी को मने मने भाबिबे। तापरे एही मुस्लिम मंत्र को 7 थर पढ़िबे या अल्लाह ला इलाहा रफियो या अल्लाह ला इलाहा रफियो। एही परि आपण मंत्र को 7 थर पढ़िबे। 7 थर मंत्र पढ़ी सारिबा परे मुठा खोलिबे आउ से कागजरे गोटे थर फुंकी देबे। तापरे आपण कौन करिबे से कागज को निजर सोईबा तकिया तले रखिकी सोई पड़िबे। ग्यारंटी देउची जेपर्यंत आपणक तकिया तले से कागज थिबो से झियो हेउ बा विवाहिता नारी आपणक बसरे रहिबो। आपणकर सबु कथा मानिबो जहा चाहिबे ताहा करिबो।